ଭାରତରେ କେଉଁ ଜାତିର ଲୋକ ସବୁଠାରୁ ଅଧିକ? ଭାରତରେ କେଉଁ ଜାତିର ଲୋକ ସବୁଠାରୁ ଅଧିକ? ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବର୍ତ୍ତମାନ କେନ୍ଦ୍ରର ମୋଦି ସରକାର ଦେଶରେ ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଏବେ ଏହି ଦୀର୍ଘଦିନର ଦାବିକୁ ସବୁଜ ସଂକେତ ଦେଇଛି। ଗୋଟିଏ ପଟେ ଏହା ସମଗ୍ର ଦେଶରେ ରାଜନୀତିକୁ ଉଷ୍ମ କରିଛି, ଯେତେବେଳେ ବିରୋଧୀ ଏହାକୁ ନିଜର ବଡ଼ ବିଜୟ ଭାବରେ ଦେଖୁଛନ୍ତି। ବିରୋଧୀ ଦଳ କହିଛନ୍ତି ଯେ କଂଗ୍ରେସ ଏବଂ ସମାଜବାଦ ପାର୍ଟି ଦୀର୍ଘଦିନ ଧରି ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଆସୁଛନ୍ତି, ଯାହା ଉପରେ କେନ୍ଦ୍ର ଏବେ ନିଷ୍ପତ୍ତି ନେଇଛି। ଆଶା କରାଯାଉଛି ଯେ ଏହି ବର୍ଷ ଜନଗଣନା ଆରମ୍ଭ ହୋଇ 2026 ପର୍ଯ୍ୟନ୍ତ ଚାଲିପାରିବ। କିନ୍ତୁ ଜନଗଣନା ପୂର୍ବରୁ ଆସନ୍ତୁ ଜାଣିବା ଯେ ଦେଶରେ କେଉଁ ଜାତିର ଜନସଂଖ୍ୟା ସବୁଠୁ ଅଧିକ ରହୁଛନ୍ତି। ଜାତି ଜନଗଣନାର ଅର୍ଥ କ'ଣ? ଜାତିଗତ ଜନଗଣନାର ସରଳ ଅର୍ଥ ହେଉଛି ଯେ ଦେଶରେ ଯେଉଁ ଜାତିର କେତେ ଲୋକ ବାସ କରନ୍ତି ସେ ବିଷୟରେ ସ୍ପଷ୍ଟ ତଥ୍ୟ ରଖାଯିବା ଉଚିତ। ଯଦିଓ ଦେଶରେ ପୂର୍ବରୁ ମଧ୍ୟ ଜାତିଭିତ୍ତିକ ଜନଗଣନା କରାଯାଇଛି, କିନ୍ତୁ ସେତେବେଳେ ଏଥିରେ ଓବିସିଙ୍କୁ ଅନ୍ତର୍ଭୁକ୍ତ କରାଯାଇନଥିଲା। ସେଥିପାଇଁ ଯେତେବେଳେ ଜାତି ଜନଗଣନା ବିଷୟରେ ଆଲୋଚନା କରାଯାଏ, ପ୍ରଥମେ ଓବିସି କଥା କୁହାଯାଏ। ଏଥର ଜାତିଭିତ୍ତିକ ଜନଗଣନାରେ ମଧ୍ୟ ଓବିସି ଉପରେ ଧ୍ୟାନ ଦିଆଯିବ। ଭାରତରେ କେଉଁ ଜାତିର ସବୁଠାରୁ ଅଧିକ ଲୋକ? 2011 ମସିହାରେ ଯେତେବେଳେ ଜନଗଣନା କରାଯାଇଥିଲା, ସେତେବେଳେ 46 ଲକ୍ଷ ଜାତି ପ୍ରକାଶ ପାଇଥିଲା। ଦେଶରେ ସର୍ବାଧିକ ସଂଖ୍ୟକ ଅନ୍ୟାନ୍ୟ ପଛୁଆ ବର୍ଗ ଓବିସି ଅଛନ୍ତି ବୋଲି ବିଶ୍ୱାସ କରାଯାଏ। 1931 ମସିହାରେ ହୋଇଥିବା ଜନଗଣନାରେ ପଛୁଆ ଜାତିର ଜନସଂଖ୍ୟା 52%ରୁ ଅଧିକ ଥିଲା। ପ୍ରକୃତରେ ଯେତେବେଳେ ଦେଶରେ ମଣ୍ଡଳ କମିଶନ ଲାଗୁ ହୋଇଥିଲା, ସେତେବେଳେ କୁହାଯାଇଥିଲା ଯେ ଦେଶରେ ଓବିସି ବର୍ଗ 52%। ଉପରାଷ୍ଟ୍ରପତି ସରକାର ଦ୍ୱାରା ଆଗତ 52% ସଂଖ୍ୟା 1931 ଜନଗଣନା ଉପରେ ଆଧାରିତ ଥିଲା। ତଥାପି ଏହି ସଂଖ୍ୟାକୁ ପୁନର୍ବାର ଜନଗଣନା କରାଯିବା ପରେ ହିଁ ସଠିକ୍ ବୋଲି ବିବେଚନା କରାଯାଇପାରିବ। ଜାତି ଜନଗଣନାର ଲାଭ କ'ଣ? ଯେଉଁମାନେ ଜାତିଗତ ଜନଗଣନାକୁ ସମର୍ଥନ କରନ୍ତି, ସେମାନେ ବିଶ୍ୱାସ କରନ୍ତି ଯେ କେବଳ ଜନଗଣନା ଦ୍ୱାରା ଜାତି ପ୍ରକାଶ ପାଇବ। ଜନଗଣନା ପରେ ହିଁ ସାମାଜିକ, ଶିକ୍ଷାଗତ, ରାଜନୈତିକ ଏବଂ ଆର୍ଥିକ ପରିସ୍ଥିତି ବିଷୟରେ ସ୍ପଷ୍ଟ ହେବ। ଏହା ପରେ ହିଁ ଓବିସି ଜାତିମାନେ ସେମାନଙ୍କ ଇଚ୍ଛା ଅନୁସାରେ ସରକାରଙ୍କ ଠାରୁ ଜିନିଷ ଦାବି କରିପାରିବେ।